ନିଆଁ ଲଗାଇ ଜାଳିଦେଲେ ଫଳ ଦୋକାନ। ବଙ୍ଗମୁଣ୍ଡା ବ୍ଲକ ଭାଲୁମୁଣ୍ଡା କଲୋନୀପଡ଼ା ବଜାରରେ ଥିବା ଏକ ଫଳ ଦୋକାନରେ ଗତ ରାତିରେ କିଏ ନିଆଁ ଲଗାଇ ଦେଇଥିବା ବଙ୍ଗମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ଏନେଇ ଥାନା ଅଧିକାରୀ ଭାଲୁମୁଣ୍ଡା ଆସି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ଭାଲୁମୁଣ୍ଡା କଲୋନୀପଡ଼ା ଗ୍ରାମରେ ମେହେର ଏକ ଘର ଭଡ଼ା ନେଇ ଫଳ ଦୋକାନ ଦେଇଥିଲେ। ରାତିରେ ନିଆଁ ଲାଗି ଗନ୍ଧ ହେଉଥିବା ବେଳେ ସ୍ଥାନୀୟ ଲୋକମାନେ ଗଙ୍ଗାଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପାଣି ଢାଳି ନିଆଁକୁ ଆୟତ୍ତ କରାଯାଇଥିଲା। ପରେ ସକାଳ 10ଟାରେ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସମ୍ବାରୁ ମେହେରଙ୍କ ନାମରେ ଏତଲା ଦେଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଗଙ୍ଗା ମେହେରଙ୍କ କହିବା ଅନୁସାରେ 40ରୁ 50 ହଜାର ଟଙ୍କାର କ୍ଷତି ହୋଇଥିବା କହିଛନ୍ତି। ଦୋକାନର ସେଉ 4 କ୍ୟାରେଟ, ଅଙ୍ଗୁର 2 କ୍ୟାରେଟ, କଦଳୀ, ପାନ, ପରିବା, ପୋଟଳ, ଲେସୁନ, ପିଆଜ ଭଳି ଅନେକ ସାମଗ୍ରୀ ଥିବା କହିଛନ୍ତି। ବଙ୍ଗମୁଣ୍ଡା ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାପଡ଼ିଛି। ବଙ୍ଗମୁଣ୍ଡାରୁ ରାଧାଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। मोर गाड़ी के धरे थिला ना है 11:30 बजे इटा भी 11:30 बजे बोले से फराल अच्छे कल संध्या बोले ताके देखा है आ तारपटे दुकान के खुली आसनु देखनु जे ये मने कहले सब तमटा जे धरे देवाला न बेला नर्दते इसरा बनमाली खणे लिमे थिला ना कोनु जे फराल अच्छे से जेन धरो पुलिस वाला बोलछन पूरा इंक्वायरी हेबा इतिर बोलछन नहीं होई पर आमी कहनु ना इंक्वायरी होचे इटा 2 थरे ला ना एसपी लोग जो बोले कहनु।